ଭେହିକିଲ କ୍ଲାସିଫିକେସନ ଫ୍ରେମୱାର୍କ କେନ୍ଦ୍ର ସରକାର ଏକ କ୍ଲାସିଫିକେସନ ଫ୍ରେମୱାର୍କ କରିଛନ୍ତି। କାହିଁକିନା ଆମେ କହୁଛେ ଆମ ଗାଡ଼ି, ଆପଣ କହୁଛନ୍ତି ରାଜ୍ୟରେ ଏତିକି ଗାଡ଼ି ଅଛି, କିନ୍ତୁ ସେଇ ସଂଖ୍ୟକ ଗାଡ଼ି ଅଛି କି ନାହିଁ, ବା ଯୋଉ ଗାଡ଼ି ଅଛି ଆମେ ନିୟମ ଅନୁସାରେ ଗାଡ଼ିଟି ଫିଟ୍ ବୋଲି କାହାକୁ କହିବା, ଯାହାର କାଗଜପତ୍ର ଫିଟ୍ ଅଛି। ତେଣୁ କାଗଜପତ୍ର କହିଲେ ଆପଣଙ୍କର ଗାଡ଼ିର ପଞ୍ଜୀକରଣ, ଗାଡ଼ିର ବୀମା ଆଉ ଗାଡ଼ିର ପଲ୍ୟୁସନ ସାର୍ଟିଫିକେଟ ଇତ୍ୟାଦି କି ବୈଧ ଥିଲେ ଆମେ କହିବା ଗାଡ଼ିଟି ଚଳାଚଳ ଉପଯୁକ୍ତ ଅଟେ। କିନ୍ତୁ କିଛି ଦେଖାଯାଉଛି କିଛି ଗାଡ଼ି ବହୁତ ଦିନ ଧରିକି ନବୀକରଣ କରୁନାହାନ୍ତି। ତେଣୁ ଏ ନିମନ୍ତେ ଏକ କେନ୍ଦ୍ର ସରକାର ଏକ ନୀତିଗତ ନିଷ୍ପତ୍ତି ନେଲେ ଯେ ସେ ସଫ୍ଟୱେୟାର ମାଧ୍ୟମରେ ଏଇ ଯୋଉ ଭେହିକିଲ କ୍ଲାସିଫିକେସନ କୁ ନିର୍ଣ୍ଣୟ କରିବେ। ଏଥି ନିମନ୍ତେ ରାଜ୍ୟ ସରକାର ମାନଙ୍କୁ ସେ ଜଣେଇଦେଲେ ଯେ ଏହା ସଫ୍ଟୱେୟାରରେ କରାଯିବ। ଏଥିରେ କୌଣସି ପ୍ରକାର ମାନେ ଡିସ୍କ୍ରିସନାରୀ ସବଜେକ୍ଟ ରହିବ ନାହିଁ। এই ডিসକ୍ରିସନାରୀ କ'ଣ ନା ଆମେ ଚାହିଁଲେ ବି ତାକୁ ବଦଳେଇ ପାରିବାନି। 4 ପ୍ରକାର ଶ୍ରେଣୀ କରିଛନ୍ତି। ଗୋଟେ କରିଛନ୍ତି ଆକ୍ଟିଭ କମ୍ପ୍ଲିଆଣ୍ଟ। ଆକ୍ଟିଭ କମ୍ପ୍ଲିଆଣ୍ଟ ମାନେ ଯାହାର ସବୁ କିଛି କାଗଜପତ୍ର ବୈଧ ଅଛି। ଆଉ ଗୋଟେ କରିଛନ୍ତି ଆକ୍ଟିଭ ନନ୍ କମ୍ପ୍ଲିଆଣ୍ଟ। ଆଉ ଗୋଟେ କରିଛନ୍ତି ଟେମ୍ପୋରାରୀ ଆର୍କାଇଭ୍। ଆଉ ଗୋଟେ କରିଛନ୍ତି ପରମାନେଣ୍ଟ ଆର୍କାଇଭ୍। ଯେଉଁ ଗାଡ଼ିର ସମସ୍ତ କାଗଜପତ୍ର ଠିକ୍ ଅଛି ତାହା ଆକ୍ଟିଭ କମ୍ପ୍ଲିଆଣ୍ଟ ଶ୍ରେଣୀଭୁକ୍ତ ହେବ। ଯେଉଁ ଗାଡ଼ି ଗୁଡ଼ିକର କୌଣସି ଡକୁମେଣ୍ଟ କିଛି କ୍ଷଣ ପାଇଁ କି ବୈଧ ନାହିଁ, ଯାହାକି 2 ବର୍ଷରୁ କମ୍ ହୋଇପାରେ, ତାହେଲେ ସେମାନେ ଆକ୍ଟିଭ ନନ୍ କମ୍ପ୍ଲିଆଣ୍ଟ ଶ୍ରେଣୀଭୁକ୍ତ ହେବେ। ଯଦି 2 ବର୍ଷରୁ ଉର୍ଦ୍ଧ୍ୱ ଧରିକି ଇନ୍ସୁରାନ୍ସ ବା ପଲ୍ୟୁସନ ସେ କରିନାହାନ୍ତି, ତାହେଲେ ସେମାନେ ଟେମ୍ପୋରାରୀ ଆର୍କାଇଭ୍ ହେବେ। ଯଦି 15 ବର୍ଷରୁ ଉର୍ଦ୍ଧ୍ୱ ଗାଡ଼ି ଅଛି, ତାହେଲେ 2 ବର୍ଷରୁ ଉର୍ଦ୍ଧ୍ୱ ଯଦି କରିନାହିଁ ତାହେଲେ ସେ ପରମାନେଣ୍ଟ ଆର୍କାଇଭ୍ ହେବ। 15 ବର୍ଷରୁ କମ୍ ଗାଡ଼ି ଥିଲେ, 3 ବର୍ଷରୁ ଉର୍ଦ୍ଧ୍ୱ ଥିଲେ ପରମାନେଣ୍ଟ ଆର୍କାଇଭ୍ ହେବ। ତ ପରମାନେଣ୍ଟ ଆର୍କାଇଭ୍ ହେଇଗଲା ପରେ ରାଜ୍ୟ ସରକାର ତାକୁ ଚାହିଁଲେ ବି ଆଉ ତାକୁ ଆକ୍ଟିଭ କମ୍ପ୍ଲିଆଣ୍ଟ বা ଆକ୍ଟିଭ ଟେମ୍ପୋରାରୀ ଆର୍କାଇଭ୍ ଶ୍ରେଣୀଭୁକ୍ତ କରିପାରିବେ ନାହିଁ। ସେ ଯାନର ମାଲିକଙ୍କୁ ଏକ ଲିଖିତ ଆବେଦନ କରିବାକୁ ପଡ଼ିବ। ଯେଉଁ ଆବେଦନକୁ ମାନେ ତନ୍ନ ତନ୍ନ ଭାବେ ଯାଞ୍ଚ କରି ତାକୁ ରାଜ୍ୟ ସରକାର ପଠାଇବେ କେନ୍ଦ୍ର ସରକାରଙ୍କ ନିକଟକୁ। କେନ୍ଦ୍ର ସରକାର ନିଷ୍ପତ୍ତି ନେବେ ତାହାର ଶ୍ରେଣୀକରଣ ବା ବର୍ଗୀକରଣକୁ ବଦଳାଯିବ କି ନାହିଁ। ତେଣୁ ଯଦି ଆଉ ବାକି ଯେଉଁ ଶ୍ରେଣୀଭୁକ୍ତ ହେଲା, ଯେମିତି ଆପଣଙ୍କର ଆକ୍ଟିଭ ନନ୍ କମ୍ପ୍ଲିଆଣ୍ଟ বা টেম্পোরারি আর্কাইভ, যদি আপনার ডকুমেন্ট যে ডকুমেন্ট পাই আপনার এই শ্রেণীভুক্ত হয়েছে, যদি আপনার সেই ডকুমেন্ট কু আপনার রিন্যু করদেলে তাহলে অটোমেটিকালি সে আক্টিভ নন কমপ্লেন্ট শ্রেণীভুক্ত হয়ে যাব। তেণু আমি এদ্বারা জনাই দেওয়া চাহুছু যে যে যানর মালিক মানে আপনার নিজে গাড়ির কଣ কଣ কাগজ না আপনার জাঁপারে। তেণু আপনার যদি আপনার গাড়ির কাগজপত্র কেউটা না আউ কেতে বর্ষ ধরি না জাঁচান, তাহলে ଆପଣ ମଧ୍ୟ ନିଶ୍ଚିତ ହୋଇଯିବା ଦରକାର ଯେ ଆପଣଙ୍କ ଗାଡ଼ିଟି କେଉଁ ବର୍ଗୀକରଣରେ ଆସିବ। ସେଇ ବର୍ଗୀକରଣ ଯଦି ଆପଣଙ୍କର ପରମାନେଣ୍ଟ ଆର୍କାଇଭ୍ ଅଛି, ତାହେଲେ ଆପଣ ଏବେଠୁ ନିଅନ୍ତୁ, କାହିଁକିନା ଏହା କୌଣସି ମୁହୂର୍ତ୍ତରେ ଲାଗୁ ହେଇପାରେ। ଆମକୁ 1/4 ଠାରୁ ଲାଗୁ କରାଯିବ ବୋଲି କୁହାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଆମେ ଦେଖୁଛୁ କମ୍ପ୍ୟୁଟରରେ ସେଭଳି କୌଣସି ଶ୍ରେଣୀ ଆମକୁ ଦେଖାଯାଇ ନାହିଁ। ତେଣୁ କେନ୍ଦ୍ର ସରକାର ଆଗୁଆ ଜଣାଇ ଦେଇଛନ୍ତି ସେ ଏନି ମୋମେଣ୍ଟରେ ଏନି ଡେ ସେ କରିପାରିବେ।